ଦେଖନ୍ତୁ ଗତକାଲି ଗୋଟେ ବହୁତ ଦୁଃଖଦ ଘଟଣା ଘଟିଛି ଯାହା ଜଣେ ବ୍ୟକ୍ତି ମାଂସ ଅଧିକା ଟିକେ ଖାଇଦେଲା ବୋଲିକି ତାକୁ ପିଟି ପିଟି ମାରି ଦେଇଛନ୍ତି। ଜୁହାର ମୟୁରଦ୍ର ଆପଣମାନଙ୍କୁ ନ୍ୟୁଜ୍ 26କୁ ସ୍ୱାଗତ। ଗତକାଲି ଗୋଟେ ବାହାଘର ଭୋଜି ଥିଲା ଏବଂ ବାହାଘର ଭୋଜିରେ ଜଣେ ବ୍ୟକ୍ତି ମାଂସ ଟିକକ ଅଧିକା ଖାଇଦେଲା ବୋଲି ତାକୁ ସଂଘବଦ୍ଧ ଭାବରେ ଆକ୍ରମଣ କରି ପିଟି ପିଟି ମାରି ଦେଇଛନ୍ତି। ଏପରି ଏକ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସିନାପାଲି ଥାନା ଚୌରା ଗାଁରେ। ଚୌରା ଗାଁର ମନବୋଧ ବନ୍ଦିଛୋରଙ୍କ ଝିଅର ବାହାଘର ଥିଲା ଏବଂ ଏହି ବାହାଘରରେ ଜଣେ ବ୍ୟକ୍ତି ମାଂସ ଅଧିକା ଖାଇଦେଲା ବୋଲି ତାକୁ 5 ଜଣ ବ୍ୟକ୍ତି ସଂଘବଦ୍ଧ ଭାବରେ ଆକ୍ରମଣ କରିଥିଲେ ଏବଂ ମାଡ଼ ମାରିଥିଲେ ଏବଂ ତାକୁ ଏମିତି ମାଡ଼ ମାରିଥିଲେ ଯେ ସେ ମରିଯାଇଥିଲା। ଏହି ଅଭିଯୋଗ ପାଇଲା ପରେ ସିନାପାଲି ପୁଲିସ ତଦନ୍ତ କରି ସେହି ଗାଁର 5 ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି। ଛୋଟିଆ ମାଂସ ଟିକକ ପାଇଁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯିବାଟା ଗୋଟିଏ ବଡ଼ ଦୁଃଖଦାୟକ ଘଟଣା। ଏପରି କାହାଠାରେ ନ ଘଟୁ।